ଆପଣ ମୁଁ ଆଉ ଗୋଟେ ସିମ୍ପଲ କଥା କହୁଛି, ଯାହାର ଭାଗ୍ୟ ଉଦୟ ହଉନି ତାକୁ କଣ କରିବା ଉଚିତ? ସମସ୍ତେ କରିପାରିବେନି, ହଜାରେ କୁହ ହଜାରେ କର କେହି କରିପାରିବେନି। ଯାହାର ସେତିକି ନିଷ୍ଠା ନାହିଁ, ଯାହାର ପୂର୍ବ ଜଣଙ୍କର ଗଡବଡି ଅଛି, ସେମାନେ କରିପାରିବେ? କଦାପି କରିପାରିବେ। ତେଣୁ ନିଅ ତମେ ଫ୍ରିରେ ନିଅ। ନାଇନ୍ଥ ହାଉସ ଇଜ ରୁଲ୍ଡ ବାय ମହାକାଳୀ, ଜଗଦମ୍ବା ମହାକାଳୀ, ଦକ୍ଷିଣ କାଳୀ, ଯୋଉ ଫର୍ମରେ କୁହ ସେ ମହାକାଳୀ। ଗୋଟେ ଶ୍ଲୋକ ଅଛି ମା ଦକ୍ଷିଣ କାଳୀଙ୍କର, ଆ ସେ ଶ୍ଲୋକରେ କ୍ଲିୟରଲି ମେନସନ ଅଛି ତନ୍ତ୍ର ଶାସ୍ତ୍ରରେ, ବନ୍ଧୁକ ପୁଷ୍ପ ସଂକାଶେ ତ୍ରିପୁର ଭୟ ନାଶିନୀ, ଭାଗ୍ୟୋଦୟ ସମୁତ୍ପନ୍ନେ ନମସ୍ତେ ବରଧାରିଣୀ। ବନ୍ଧୁକ ପୁଷ୍ପ ସଂକାଶେ ତ୍ରିପୁର ଭୟ ନାଶିନୀ, ଭାଗ୍ୟୋଦୟ ସମୁତ୍ପନ୍ନେ ନମସ୍ତେ ବରଧାରିଣୀ। କେତେ ବଡ। ତେଣୁ ହୁଁ। କୌଣସି ଲୋକ 3 ନମ୍ବର ଯଦି ତାର ଶ୍ଲୋକ। ଭାଗ୍ୟକୁ, ଆଉ କୌଣସି ଲୋକ ଯଦି ତାର ଭାଗ୍ୟକୁ ଉଦୟ କରିବାକୁ ଚାହୁଁଛି, ତାହେଲେ ମା କାଳୀ କୋଉ ତିଥିର ଡେଇଟି? ଅମାବାସ୍ୟା। ତାକୁ ଅମାବାସ୍ୟାରେ ତାର ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଦାନ କରିବା ଉଚିତ। ଅର ଅମାବାସ୍ୟାରେ ଗଙ୍ଗା ସ୍ନାନ କରିବା ଉଚିତ। କଣ ହବ ଏଗୁଡା କରିବା ଦ୍ଵାରା? ଅନ୍ ବିହାଫ ଅଫ ୟୋର ପିତୃ ପୁରୁଷ, ଆପଣ ଆପଣଙ୍କ ମାଧ୍ୟମରେ, ଯେହେତୁ ଆପଣ ଜିନ୍ ସଂସ୍କାର ଇନଷ୍ଟିଙ୍କ୍ଟ କଣ୍ଡକ୍ଟ ମାନେ କ୍ୟାରି କରୁଛନ୍ତି, ଆପଣ ମାନେ ସେ ଦାନ ଦ୍ଵାରା ତାଙ୍କର ଯୋଉ ପୂର୍ବ କର୍ମ ଫଳକୁ ସୁଝିବେ। ଅର ଗଙ୍ଗା ସ୍ନାନ ଦ୍ଵାରା ତାଙ୍କ କର୍ମ ଫଳକୁ ଧୋଇବେ। ତେଣୁ ଯୋଉମାନେ ଭାବନ୍ତି ଯେ ମୁଁ କରିଦେଲେ ମୋ ପରପିଢି କିଛି ହବନି, ମୁଁ ଖେପେଇ ଦେବି ପୁଳାଏ ଖଣ୍ଡେ, ଧର୍ମଚ୍ୟୁତ କର୍ମ କରିବିନି, ଭାଇ ତମେ ମାନେ ଗୋଟେ ଜିନିଷ ସିଓର ହେଇଯାଅ, ତମେ ଗୋଟେ ଜିନିଷ ସିଓର ହେଇଯାଅ, ଆପଣ ମାନେ ଆପଣଙ୍କ ପାଇଁ ଯାହା କରୁଛନ୍ତି, ଛୋଟରୁ ଛୋଟ, ବଡରୁ ବଡ, ଭଲ ଖରାପ ସମସ୍ତ କାମ, କେବଳ ସେଟା ଆପଣଙ୍କ ପାଇଁ ନୁହଁ। ମୋ ଗୁରୁ କହନ୍ତି ତୁମେ ତୁମେ ତୁମ ପାଇଁ, ତୁମ ଦେଶ ପାଇଁ, ଦଶ ପାଇଁ ତୁମେ ଯାହା କରୁଛ ଦାୟୀ। ମୁଁ ବୁଝେ ଆରେ କଣ ବେ, କଣ ମୁଁ ତ ମୋର କଲି ମୋ ଦେଶ ପାଇଁ, ଦଶ ପାଇଁ, ପରିବାର ପାଇଁ, ସମାଜ ପାଇଁ, ମୁଁ କୋଉଠି ଦାୟୀ ହେଲି? ମୁଁ କଣ କରିଛି? ମୁଁ ଏଟା ବୁଝିପାରେନି। ଆଷ୍ଟ୍ରୋଲୋଜି ପଢିଲା ପରେ ମୁଁ ଜାଣିଲି, ଭାଇ ଯଦି ନାଇନ୍ଥ ହାଉସ କାହାର ଇନଫ୍ଲିକ୍ଟ ଅଛି, ଭାଇ ପିତୃ ଋଣ ବାକି ଅଛି, ବାକି ଅଛି, ବାକି ଅଛି। ଆଉ ପିତୃ ଋଣରୁ ତୁମକୁ କେବଳ ଗୋଟିଏ ପଦ୍ଧତି ଆଉ ଗୋଟିଏ ତିଥି, ଗୋଟିଏ ଦେବତା ହିଁ ମୁକ୍ତି କରିପାରିବ, ଦ୍ୟାଟ ଇଜ ନନ୍ ଅଦର ଦ୍ୟାନ ମା ଦକ୍ଷିଣ କାଳୀ ଅର ଗୁରୁ। ଚୁଜ୍, ଆପଣଙ୍କୁ ଚୁଜ୍ କରନ୍ତୁ ଯୋଉଟା ଆପଣଙ୍କୁ ଦରକାର। ଆଇଦର ଆପଣ ଅମାବାସ୍ୟାରେ ଆପଣଙ୍କ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଦାନ କରନ୍ତୁ, ଅର ଆପଣ ଅମାବାସ୍ୟାରେ ଗଙ୍ଗା ସ୍ନାନ କରନ୍ତୁ। ଏହା ଦ୍ଵାରା ଆପଣ ଆପଣଙ୍କର ଭାଗ୍ୟୋଦୟ ବା ଭାଗ୍ୟ ଜନିତ ସମସ୍ୟାରେ ଯୋଉ ପୀଡିତ ହଉଛନ୍ତି ଆପଣ, ସେଥିରୁ ମୁକ୍ତି ପାଇବେ। ହେଲେ କିଏ କେତେଟା ଅମାବାସ୍ୟା ଯାଇ କରିବ? ବର୍ଷକୁ ତ 12ଟା ଅମାବାସ୍ୟା ଆସୁଛି, କିଏ କେତେଟା ଅମାବାସ୍ୟା ଯାଇ କରିବ? ତାପରେ ମୁଁ ଆପଣଙ୍କୁ ମହାଭାରତର ଆହୁରି ଗୋଟେ ଷ୍ଟୋରି ସେୟାର କରୁଛି, ଯୋଉଠି ଯୁଦ୍ଧ କ୍ଷେତ୍ରରେ ମହାଭାରତରେ ପଞ୍ଚୁ ପାଣ୍ଡବ ମାନଙ୍କ ଭିତରୁ ଗୋଟେ ପାଣ୍ଡବ ଥିଲେ, ଯିଏ କି ସହଦେବ ଥିଲେ। ସିଏ କେବଳ ଯେ ୱାରିୟର ଥିଲେ ତା ନୁହେଁ, ଏ ହି ୱାଜ ଦେଖିବା। ଏ ଲର୍ଣ୍ଣେଡ ସ୍କଲାର, ଆଷ୍ଟ୍ରୋଲୋଜର, ଆଷ୍ଟ୍ରୋନୋମର ଅଲସୋ। ଠିକ ଅଛି ନା? ତାଙ୍କ ଭିତରେ ଧର୍ମୀୟ ଭାବନା, ରାଇଟିୟସନେସ ଏଭଳି ମାତ୍ରାରେ ଥିଲା ଯେ ସେ, ଦୁର୍ଯ୍ୟୋଧନ ମଧ୍ୟ କୌରବ ପକ୍ଷରୁ ତାଙ୍କ ପାଖକୁ ଯୁଦ୍ଧ କରିବା ପାଇଁ ମୁହୂର୍ତ୍ତ ନେବାକୁ ଆସିଲା। ସହଦେବ ତାଙ୍କୁ ରେକମେଣ୍ଡ କରିଥିଲେ ଯେ ବାପା ତୁମେ ଅମାବାସ୍ୟା ଦିନରେ ହିଁ ଯୁଦ୍ଧ ଆରମ୍ଭ କର। ହେଲେ ଭଗବାନ ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ମାନିପୁଲେଟ କରିଦେଲେ, ଆଉ ତା ପୂର୍ବରୁ ଯୁଦ୍ଧ ଆରମ୍ଭ କରିଦେଲେ, ଚତୁର୍ଦ୍ଦଶୀରୁ କି ତ୍ରୟୋଦଶୀରୁ, ଯାହା ବି ହଉ, ଯୋଉ ମୁହୂର୍ତ୍ତ ସହଦେବ ଦେଇଥିଲେ ସେ ମୁହୂର୍ତ୍ତରେ ଯୁଦ୍ଧ ହେଲା ନାହିଁ। ହୁଁ। ତେଣୁ ମୋର କହିବାର ତାତ୍ପର୍ଯ୍ୟ ଯେ ମାନିଲେ ଠାକୁର, ନ ମାନିଲେ ପଥର।
ଜୟ ଶ୍ରୀ ଜଗନ୍ନାଥ।